टोटाल बुड़ी की सबू ध्वंस हो गला ଆଉ କିଛି ବି ନାହିଁ। ସେଥିରୁ ଅଧା ଅଧି ନଷ୍ଟ ହେଇଯିବ ଅଧା ଯିବ ଆଉ କମ୍ପାନୀ କି। এটা আমার বন্যা পরে দেখুছি মু সাংমানে আপন মানুষ কেন মু আসি নথিল দেখিবা দেখেন দল গুড়া সব স্কুল চারিকর লাগিছি সে মুন্ড জায়গায় দেখুন পানি খালি সে দেখুন খালি পানি সেটি তো ଏ ସବୁ ପରିସ୍ଥିତି ଥିଲା ଯାଜପୁରରେ ବର୍ତ୍ତମାନ ବି ପରିସ୍ଥିତି ଭଲ ହେଇନାହିଁ ଦେଖନ୍ତୁ ପଡ଼ିଆରେ କେମିତି ସବୁ ଦଳ ଏଇଟା ସବୁ ଦଳ ମାନେ ଭାବନ୍ତୁ ସ୍କୁଲ ଅବସ୍ଥା କ'ଣ ସ୍କୁଲ ଭିତରେ ଆପଣମାନଙ୍କୁ କ'ଣ ଦେଖିବି ତା ଭିତରେ ସବୁ ପାଣି ପଶିଥିଲା ତ ଡକନ ଫକନ ସବୁ ଉଠା ଉଠେଇକି ଥୁଆ ହେଇଛି ଭାବନ୍ତୁ ଯାଜପୁରର ପରିସ୍ଥିତି କ'ଣ ଇଏ ତ ଏମିତି ଯେଉଁ ଜାଗାରେ ପାଣି ପଶିଥିଲା ଯେଉଁମାନଙ୍କର ଘରେ ସବୁ ପାଣି ପଶିଛି ଚାଷ ଜମିରେ ପାଣି ପଡ଼ିଛି ତାହେଲେ ଭାବନ୍ତୁ ସେମାନଙ୍କର ଅବସ୍ଥା କ'ଣ ହେଇଥିବ କାରଣ ବାଟ ସାରା ମୁଁ ଦେଖି ହେଉଛି ବହୁତ ବିଲ ଗୁଡ଼ାକରେ ପାଣି ପଡ଼ିଛି ମାନେ ଭାବନ୍ତୁ କ'ଣ ଅବସ୍ଥା ହେଉଥିବ ଯେଉଁମାନଙ୍କର ବନ୍ୟା ପାଣି ପଶେ ଦେଖିବା ଚାଲନ୍ତୁ ବାଟରେ ଯାହା ଯାହା ମୁଁ ଦେଖିବି ଆପଣମାନଙ୍କୁ ଦେଖିବି ଯାଜପୁରର ପରିସ୍ଥିତି ଏରା ସବୁ ପାଣି ପଶିଥିଲା ଏବେ ଏବେ ଟିକେ ଛାଡ଼ିଛି ଆଉ ଯଦି ପୁଣି ଥରେ ବନ୍ୟା ହେଲା ତାହେଲେ ଏରା ପୁରା ଉଠିଯିବ ଦେଖିପାରୁଛନ୍ତି ପାଣି ଏବେ ବି ଅଛି ନଈରେ ନା ଏକର ଦେଖନ୍ତୁ ଏକର ବି ଦେଖନ୍ତୁ ସାଙ୍ଗମାନେ କୋଉ ଭଳିଆ ପରିସ୍ଥିତି ଆପଣ ଦେଖନ୍ତୁ ଦେଖନ୍ତୁ କ'ଣ ହେଇଛି ଯାଜପୁରର ପରିସ୍ଥିତି ଏଟା ନଈ ପାଣି ପୁରା ଫୁଲିକି ଅଛି ବା ଯେମିତି ଲାଗୁଛନ୍ତି ଏକୁଟା ନଈ ସାଙ୍ଗମାନେ ଏଟା ନଈ ନୁହଁ ଏଟା ବିଲ ନା ବିଲ ଦେଖନ୍ତୁ ଦେଖନ୍ତୁ ଏଇ ବିଲରେ କେତେ ପାଣି ଏଟା ହେଲା ପ୍ରପର ନଈ ପାଣି ଦେଖନ୍ତୁ ନଈରେ ପୁରା ପାଣି ଫୁଲିକି ଅଛି ମୁଁ ଆପଣ ଦେଖେଇବି ବ୍ରିଜ ଉପରେ ଏଇ ଦେଖନ୍ତୁ ଏଇଟା ହେଲା ନଈ ଏଇଟା ହେଲା ନଈର ପରିସ୍ଥିତି ଏଇ ପାଣି ଚାରିଆଡେ ପଶିଛି ଯୋଉଟା କି ଚାଷ ଜମିଠୁ ଆରମ୍ଭ କରି ଘର ଦ୍ୱାର ସବୁଆଡେ ଦେଖିପାରୁଛନ୍ତି କୋଉ ଭଳିଆ ପରିସ୍ଥିତି ବାବା ମାନେ ମେନ୍ କଥା ଅସୁବିଧା କ'ଣ କହିବି ଭାଇ ପାଣି ଫୁଲିକି ଅଛି ବୁଝିପାରୁଛୁ ଗେଟ୍ ଖୋଲିବ କି କ'ଣ ହବ ତ ପାଣି ଚାରିଆଡେ ପଶିଯିବ ପୁଣି ଚାଷ ଜମି ଗୁରା ବି ଯାଇଛି ଏରା ସବୁ ଦେଖନ୍ତୁ ସାଙ୍ଗମାନେ ମାନେ ପାଖାପାଖି ଚାଷ ଜମି ଏଇ ଦେଖନ୍ତୁ ଆଖୁ ସେରା ଆଖୁ ବିଲ ଦେଖନ୍ତୁ ଦେଖଉଛି ଆପଣ ଜୁମ୍ କରିକି ଦେଖନ୍ତୁ ଆଖୁ ବିଲ ଏଇଟା ସବୁଠି ପାଣି ପଶିଯାଇଛି ତାହେଲେ ଭାବନ୍ତୁ ଯୋଉ ଯାହାର ବିଲ ଯୋଉମାନଙ୍କର ପାଣି ପଶିଛି ଆଉ ଯୋଉମାନଙ୍କର ଧାନ ଏଇ ତ ଚଳିବ ଗୋଟେ ଜାଗାରେ ମାନେ ଆପଣ ମାନେ ଅଲଗା ଜାଗା ମାନଙ୍କରେ ମୁଁ ଆପଣ ଦେଖେଇ ପାଇଲେ ସେ ଜାଗା ସବୁ ବିଲରେ କାଦୁଅ ପଶିଯାଇଛି ଆପଣଙ୍କୁ ଦେଖଉଛି ଦେଖନ୍ତୁ ଯୋଉ ପଟ ସାଇଡ୍ରେ ପାଣି ପଶି ନାହିଁ ସେପଟ ସାଇଡ୍ର ଧାନ ବିଲର କଣ୍ଡିସନ ଦେଖନ୍ତୁ ଟିକେ ଗ୍ରୀନ୍ ଗ୍ରୀନ୍ ଟାଇପ୍ର ଦେଖାଯାଉଛି ଆଉ ଯୋଉ ପଟେ ପାଣି ପଶି ଯାଇଛି ଦେଖିଲେ ସାଙ୍ଗମାନେ आखिरे लुह आसीज जदि आप चाषी होते ना चाषी घर को बिलंग करते चाष विषय किसी भी जानते आपण आखि की लुह आसीज भावतु बा सामान्य जिनसटी आपको देखा कि अंश मात्र आपण मानक देखा जाजपुर देखूँ ये धान बिलर परिस्थिति देखूँ ये जो चाषी भाई मैंने होता अवस्था कौन हो परिश्रम सब माने विकटाल रूप गोटे बन्यार विकटाल रूप बा सामान्य जिनस मुझे देखूँ देखूँ गोटे साइड केमती धान गछ आउ गोटे साइड्र धान गछर परिस्थिति आप देखो ये जापर से चाषीर दिन केमी कटुव जो से बन्या पानी की देखुव माने से धान रिकवरी ना से पूरा बुड़ी की ध्वंस हो जाए कौन अवस्था माने से कौन अवस्था हो जो मानकर धान बिल पानी पशिगला जो मान घर द्वार पानी पशिगला आपण मैंने वीडियो देखुए जाजपुर जिले में पूरा विच्छिन्न क्या मुझे जाजपुर जेहेतु आसी आपको बहुत कष्ट सांग मैंने से जो दिने दी दिन तीन दिन रहा जो भय जंतु जुंता भय न खाई पार भय पानी पशि आसार भय ये गोटे अलग प्रकार सांग जो मैंने फिल करना से निहाती जानूव जे केते कष्ट आम आज सीना मु वीडियो बनाऊँगी मुझे आसी 4 दिन बाद भावतु मुझे आसी पार 4 दिन बाद आसी क्या वीडियो बनई कि देखो पक्ष देखले खाली यहाँ वर्षा पानी यहाँ बन्या पानी यहाँ वर्षा पानी अच्छी बन्या पानी तो रहीगला पछे आप देखी पारे कौन अवस्था इमाजिन कर भगवान डाकतु आम जब प्रकृति सहित लगे प्रकृति आम सहित लगे बंध टे उच्चा करवा गछलता लगे रखा से बंध चारिकर तार से खाई हेनी से माटी खाइबन गछ जाबुड़ी धरब माटी की आपने बुझंतु टे अधा अधि भाव में आखु बुड़ी जाइए देखिपे आपण मैंने अधा अधि भाव देखते आखु बुड़ी यहाँ पूरा ये रास्ता सारा कारण एकड़ रास्ताटा जोटा जा बरुआ बाहरी ना सारे बरुआ पर्यंत ये सब आखु चाष ही हुए आ बर्तमान देखो आखु चाषर अधा अधि आखु जा मिसी कौन पानी पशि जाइए देख से पर्यंत देख पूरा पशि देख अधा अधा अधि देखो पूरा बुड़ी अधा भाविले कौन हम एरा रिकवर हो पार
କହି ହବ ନାହିଁ ଏଟା ରିକଭରି ଯଦି ଆମେ ତ କହିପାରିବା ନାହିଁ ବଟ୍ ଦେଖନ୍ତୁ ସାଙ୍ଗମାନେ ନାହିଁ ହଁ ଅଧା ବୁଡି ଯାଇଛି ଏଟା ପୁରା ବୁଡି ଯାଇଛି ଏଟା ପୁରା ବୁଡି ଯାଇଛି ଏଟା ଆଉ ରିକଭରି ହେଇପାରିବ ଦେଖନ୍ତୁ କୁଆଡେ ଦେଖେଇବି କୋଉ ପଟ ଦେଖେଇବି ସାଙ୍ଗମାନେ ଦେଖନ୍ତୁ ଏକଡ ସେକଡ ବୋଥ ସାଇଡ ଏ ସବୁ ବୁଡି ଯାଇଛି ଏଇ ଦେଖନ୍ତୁ ସାଙ୍ଗମାନେ ପୁରା ବୁଡି ଯାଇଛି ଯଦିଓ ମୁଁ ତ କହିପାରିବିନି ଯେ ପାଣିରେ ବୁଡିଲା ପରେ ଆଖୁ ରିକଭରି ହେଇପାରିବ କି ନାହିଁ ଯଦି ଆପଣମାନେ ଜାଣିଥିବେ ତେବେ କମେଣ୍ଟ କରିବେ ଫିର ବି କିଛି ତ ନଷ୍ଟ ହବ ନିହାତି ଭାବରେ ଯଦି ବି ରିକଭରି ହେଇପାରୁଥିବ ତାହେଲେ କିଛି ତ ନଷ୍ଟ ହବ କାରଣ ପାଣିରେ ବୁଡିଲା ପରେ ଦେଖନ୍ତୁ ପୁରା କଳା ପଡିଗଲାଣି ନା ଏରା କଳା ପଡିଗଲାଣି ଦେଖନ୍ତୁ ସେ ଚାଷ ମୂଳ ଗୁରା ଦେଖନ୍ତୁ କଳା କଳା ଦେଖାଯାଉଛି ଆପଣ ଦେଖିପାରୁଥିବେ ଏ ଦେଖନ୍ତୁ ଗୋଟାଏ ସାଇଡ କେମିତି ଦେଖାଯାଉଛି କଳା ଉପରଟା ଗ୍ରୀନ୍ ମାନେ ବିଲ ଦେଖାଯାଉଛି ଯେମିତି ନଈ ଭଳିଆ ହଁ ଏଇ ଦେଖିଲେ ବାବା ମାନେ ଯେମିତି ନଈ ଭିତରେ ଚାଷ ହେଇଛି ସେମିତି ଦେଖାଉଛି କଣ ହବ ପ୍ରଭୁ ରିକଭରି ହେଇପାରିବ କି ନାହିଁ କେଜାଣି ଆମେ ଏଇପଟେ ଯାଉଥିଲୁ ତ ମଉସା ଦେଖା ହେଲେ କାହାକୁ ତ ପଚାରି ହେଲାନି ତ ମୋ କହିବା କଥା ମଉସା ଏଇ ଯୋଉ ପାଣି ଏଇକା ପଶିଛି ଆଖୁରେ ଇଏ ଆଖୁ କିଛି ରିକଭରି ହବ ନା ଇଏ ନା ଆଖୁ ଅଧା ସେଥିରୁ ମରିଯିବ ଅଧା ବଞ୍ଚିବ ଅଧା ମରିଯିବ ନାଇଁ କି ମାନେ କିଛି ପୁରା ଅଧାରୁ ଅଧିକ ଆଚ୍ଛା ଇଏ ଏକଟା ପୁରା ମାନେ ଆଖୁ ଟୋଟାଲି ଆଖୁ ଏଇ ଏରିଆ ଏଇ ଯୋଉ ଗଛ ବୁଛ ଦେଖା ହଉଛି ହଁ ପୁରା ସେ ମୁଣ୍ଡ ଜାଗା ଦେଖିପାରୁଥିବେ ପୁରା ଆଖୁ ହିଁ ଆଖୁ କେବଳ କେବଳ ଆଉ କିଛି ନାହିଁ ଧାନ ଚାଷ ଚାରଣା ଆଖୁ ଚାଷ ବାରଣା କିନ୍ତୁ ଆଖୁ ଆଉ ଆଖୁ ସେଥିରୁ ଅଧା ଅଧି ନଷ୍ଟ ହେଇଯିବ ଅଧା ଯିବ ଆଉ କମ୍ପାନୀ କି ଆଉ ଫିର ବି ଯଦି ବନ୍ୟା ପୁଣି ପଳେଇ ଆଇଲା ତା କହି ହବ ଆଚ୍ଛା ଇଏ ସବୁ ଯୋଉ ପାଣି ଏରା ବନ୍ୟା ପାଣି ନା ବର୍ଷା ପାଣି ନା ଏଗୁଡା ସବୁ ବନ୍ୟା ପାଣି ନା ଏଗୁରା ସବୁ ବନ୍ୟା ପାଣି ସବୁ ବନ୍ୟା ପାଣି ପ୍ରଭୁ ସେଇ ଯୋଉ ବ୍ରାହ୍ମଣୀ ଦେଇକି ଆମର ରୁଦ୍ରପୁର ଅଛି ଗୋଟେ ମୁହଁ ସେଇ ବାଟେ ଆ ଭିତରକୁ ପଶୁଛି ଓ ସେ ବାଟେ ସବୁ ପଶୁଛି ଆଚ୍ଛା ତାମାନେ ଇଏ ଆଉ କିଛି କହିହବନି ଏଥିରେ ଭରସା ନାହିଁ ଏଇ ପତର ପାକଲା ପଇଲାଣି ଏଇ ଶୁଖି ଆଇଲାଣି ସେ ମରିଯିବ ରହିବନି ଆଚ୍ଛା ଆଚ୍ଛା ଇଏ କେତେ ତଥାପି ଏକର ଏକର ଜମି ଇଏ କଣ 600 ଏକର ହବ ଜମି ଏ କଣ ଯାଇତେଇ ଜମି ଏକୁଟିଆ 100 ଏକର ଜମି କରୁଛି ଆପଣ ମାନେ ଦେଖିଲେ ଯେ ମଉସାଙ୍କ ଠାରୁ ଆମେ ବୁଝିଲେ ଯୋଉଟା କି ଆମେ ଡାଉଟ୍ କରୁଥିଲେ ଯେ କଣ ହବ ତ ମଉସା କହିବା କଥା ଯେ ଅଧାରୁ ଅଧିକ ମାନେ ଆଖୁ ନଷ୍ଟ ହେଇଯିବ କିଛି ବି କହିହବ ନାହିଁ ଯଦି ପୁଣି ବନ୍ୟା ଆଇଲା ପୁଣି ବି ନଷ୍ଟ ଆଇଲା ତ ଟୋଟାଲି ପଳେଇଯିବ ଯେ ବୁଡି ଯାଏ ଆଖୁ ଟୋଟାଲି ପଳେଇଯିବ ଆଖୁ ବୁଡି ପାରିବନି ତ ଏଇଟା ବୁଡିଲା ବେଳକୁ ଦୁନିଆ ନଷ୍ଟ ହେଇଯିବ ନା ହଁ ତ ଏଇଟା ଆପଣ ମାନେ ଦେଖିଲେ ଯାଜପୁରର ଏଇଟା ନଜାରା ଧନ୍ୟବାଦ ମଉସା ଯାହା ହଉ ମଉସାଙ୍କଠୁ ଆମେ ବୁଝିକି ଜାଣିପାରିଲୁ ଯେ କଣ ହବ ତ ଆପଣ ମାନେ ପ୍ରେ କରନ୍ତୁ ଯେ ଆଉ ଯେମିତି ବନ୍ୟା ନ ଆସୁ ପ୍ରଭୁ ଏଇଟା ଦେଖନ୍ତୁ ଏଇଟା ଯେମିତି ଚାଷ ଜମି ଗୁରା ପୁରା ପାଣି ପଶି ଯାଇଛି ଦେଖିପାରୁଥିବେ କିନ୍ତୁ କାଦୁଅ ହେଇଯାଇଛି ପୁରା ଜମି ଦେଖନ୍ତୁ ବିଲ ଗୁରା ଏଇଟା ନଈଟା ଏଇ ନଈ ପାଣିଟା ହିଁ ଆଦେହରେ ପଶେ ଆଉ ଏ ନଈର କରାଳ ରୂପ ଆପଣ ମାନେ ଥରେ ଇମାଜିନ କରନ୍ତୁ ଆଉ ଚଉରା ଦେଖିକି ଭାବନ୍ତୁ ଏ ନଈର ଅବସ୍ଥା କଣ ବାବା ଏ ଗଛ ଦେଖନ୍ତୁ ଅଧା ମାନେ ପାଣି ଅଲରେଡି ଅଛି ଅସୁବିଧାଟା ହେଲା ସେଇଟା ଡର ସେଇଟା ପାଣି ଅଲରେଡି ଅଛି ଟିକେ ଟିକେ ପାଣି ଛାଡିଛି ନାଇଁ ସେଥିପାଇଁ ଇଏଟା ଦେଖାଯାଉଛି ଟାଉନ ଆଡକୁ ଯିବା ରାସ୍ତାରେ ଦେଖନ୍ତୁ ଯୋଉ ଭଳିଆ ପରିସ୍ଥିତି ଗୋଟେ କଲେଜଟା ଏଇଠି ଅଛି ବିଦ୍ୱାନ କଲେଜ ଘର ଚାରି ଘର ଦେଖନ୍ତୁ ପାଣି ଯୋଉଟାର ଭୟ ଥିଲା ସାଙ୍ଗମାନେ ସେଇଟା ହିଁ ହେଲା ଦେଖନ୍ତୁ ଯାଜପୁରରେ ଷ୍ଟାର୍ଟ ହେଇଗଲା ବର୍ଷା ଆପଣ ଦେଖିପାରୁଥିବେ ପୁରା ବର୍ଷା ମାନେ ଅଲଗା ପ୍ରକାର ବର୍ଷା ହଉଛି ଯିବା ଆସିବା ଅସୁବିଧା ପାହାଡ ଦେଖନ୍ତୁ ପାହାଡ ଦେଖିଲା ପରେ ଜାଣିପାରିବେ କୋଉ ଭଳିଆ ବର୍ଷା ହଉଛି ଯଦି ଏଇ ବର୍ଷା କଣ୍ଟିନ୍ୟୁ ଚାଲିଲା ପୁଣି ବନ୍ୟା ହବାଟା ଥାଏ